ନା ପିଆଜି ନା ପକୁଡ଼ି ନା ବରା ସବୁକୁ ଟକ୍କର ଦେଲା ଭଳି ଆଜି ପତ୍ରକୋବିରେ ଏକଦମ ନୂଆ ରେସିପି। ଏଇ ଥଣ୍ଡା ଥଣ୍ଡା ପାଗରେ ଆପଣମାନେ ଯାହାକୁ ବି ମିସ୍ କରୁଛନ୍ତି ଏଇ ଗୋଟିଏ ରେସିପିରେ ତିନିଟି ସ୍ୱାଦ। ଏଇ ଥଣ୍ଡା ଥଣ୍ଡା ପାଗରେ ଗରମା ଗରମ ଏଇଥିରୁ ଯଦି ଦିଟା ଖାଇଦେବେ ନା ମନ ଆତ୍ମା ପୁରା ଶାନ୍ତି ହେଇଯିବ। କେହି ବି ଜଣେ ଅନୁମାନ ଲଗେଇ କହିପାରିବେନି ଇଏ ପିଆଜି ନା ପକୁଡ଼ି ନା ବରା। ଆଜିର ରେସିପି ପୁରା ନିଆରା ରହିବ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଯଦି ପସନ୍ଦ ଆସିବ ଲାଇକ୍ କମେଣ୍ଟ ସେୟାର କରିନେବେ। ଆଉ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଆଜିର ରେସିପି ପୁରା କ୍ରିସ୍ପି ରହିବ। ଆକୁ କଞ୍ଚା ଲଙ୍କା ସହିତ ଖାଆନ୍ତୁ, ପିଆଜ ସହିତ ଖାଆନ୍ତୁ କିମ୍ବା ଯେକୌଣସି ଚଟଣି ସହିତ ଖାଆନ୍ତୁ, ବହୁତ ବଢ଼ିଆ ଲାଗିବ। ଆଜିର ଏଇ ପତ୍ରକୋବିର ଏକଦମ ନୂଆ ରେସିପି ପାଇଁ ମୁଁ ଏଇଠି ଗୋଟେ ଛୋଟ କୋବିରୁ ଫାଳେ ଖଣ୍ଡେ ଏମିତି ଛୋଟ ଛୋଟ କରି କାଟିକି ନେଇ ଆସିଛି। ପ୍ରଥମରୁ ଧୋଇକି କାଟିଛି, ଆପଣ କାଟିକି ମଧ୍ୟ ଧୋଇପାରିବେ। ଏଇଠି ମୁଁ ଗୋଟେ ଗିନା ବୁଟ ଡାଲିକି 4-5 ଘଣ୍ଟା ପୂର୍ବରୁ ବତୁରେଇ ନେଇଥିଲି, ମାନେ 100 ଗ୍ରାମ। ପ୍ରଥମେ ଗୋଟେ ପାତ୍ର ଧିରେ ଆମେ ଯେତିକି ପତ୍ରକୋବି ବନେଇବା ସେଇ ହିସାବରେ ପତ୍ରକୋବିକି ଆଡ୍ କରିବା। ଆଉ ଭିଜେଇ ରଖିଥିବା କିଛି ବୁଟ ଡାଲିରୁ ଅଳ୍ପ କିଛି ଏଥିରେ ଆଡ୍ କରିବା। ଏଇଠି ଟିକେ ପିଆଜର ପରିମାଣକୁ ଅଧିକ ରଖିବେ, ଟେଷ୍ଟ ବହୁତ ବଢ଼ିଆ ଲାଗିବ। କିଛି ଅଦା ଛେଚାକୁ ମୁଁ ନେଇଛି, 1 ଇଞ୍ଚ ପାଖା ଅଦା, କିଛି ଜିରାକୁ ଏମିତି ଆଡ୍ କରିନେବା। ଯଦି ଘରେ ଛୋଟ ପିଲା ଅଛନ୍ତି ତାହେଲେ କଞ୍ଚା ଲଙ୍କାକୁ ପରେ ଆଡ୍ କରିବେ। ଯଦି ରାଗ ଖାଇବାକୁ ପିଲା ପସନ୍ଦ କରୁଛନ୍ତି ତାହେଲେ କଞ୍ଚା ଲଙ୍କାକୁ ଆଡ୍ କରିପାରିବେ। ସ୍ୱାଦ ଅନୁସାରେ ଲୁଣକୁ ଦେବା। ଆଉ ଭିଜେଇ ରଖିଥିବା ବୁଟକୁ ଆମେ ସାଇଡ୍ କରିନେବା, ପରେ ତାକୁ ବ୍ୟବହାର କରିବା। କିଛି କଲର୍ ପାଇଁ ଅଧ ଛୋଟ ଚାମଚ ହଳଦୀ ଗୁଣ୍ଡ, ବହୁତ ସାରା ଧନିଆ ପତ୍ରକୁ ଦେବା, ତାକୁ ସାଇଡ୍ କରିନେବା। ଏଇଠି ମୁଁ ବୁଟ ଡାଲିକି ଯେଉଁ ବତୁରେଇକି ନେଇଥିଲି ଅଳ୍ପ କିଛି ସେଥିରେ ଆଡ୍ କରିଛି। ଆଉ ଅଳ୍ପ କିଛି ମିକ୍ସି ଜାରରେ ଦେବା, ତାକୁ ଦର ଦର ଖଣ୍ଡ କରି ଗ୍ରାଇଣ୍ଡିଙ୍ଗ କରି ଆଣିବା। ଏଇଠି ବୁଟ ଡାଲିକି ମୁଁ ପୁରା ଗୁଣ୍ଡ କରିନି, କିନ୍ତୁ ଦର ଖଣ୍ଡ କରି ଗୁଣ୍ଡ କରିଛି। ଟିକେ ପଲ୍ସ ମୋଡରେ 2-3 ଥର ଗ୍ରାଇଣ୍ଡିଙ୍ଗ କରିଦେଲେ ଆମର ବୁଟ ଡାଲିଟା ପୁରା ଗ୍ରାଇଣ୍ଡିଙ୍ଗ ହେଇଯିବ। ତାକୁ ସାଇଡ୍ କରିନେବା। ଏଠି ମୁଁ ଦେଉଛି 1 ଗିନା ବେସନ, ଆଉ 1 ଗିନାରୁ କମ୍ ଦେଉଛି କର୍ଣ୍ଣଫ୍ଲୋର। ଯଦି କର୍ଣ୍ଣଫ୍ଲୋର ନାହିଁ ତାହେଲେ ଚାଉଳ ଗୁଣ୍ଡକୁ ଆଡ୍ କରିପାରିବେ। ଏଇଠି ମୋତେ କଂସାରେ ଗୋଳେଇବା ପାଇଁ ଟିକେ ମାନେ ଅଧିକ ଲାଗିଲା, ସେଇଥିପାଇଁ ମୁଁ ଗୋଟେ ବଡ଼ ପାତ୍ରକୁ ଆକୁ ଟ୍ରାନ୍ସଫର କରିନେଲି। ଏଥିରେ ଅଳ୍ପ ଅଳ୍ପ ପାଣି ଦେବା, ତାକୁ ଗୋଳେଇବା। ପ୍ରଥମେ ମୁଁ ସବୁତକ ମିଶେଇକି ଗୋଳେଇ ନେଉଛି, ତାପରେ ଅଳ୍ପ ଅଳ୍ପ ପାଣି ଦେଇକି ସେ ସବୁକୁ ଭଲସେ ମିଶେଇ ନେବି। ଏଇଠି ମୁଁ ଯେତିକି ବେସନ ଦେଇଥିଲି ସେଥିରେ ସେତିକି ବେସନ ବାଇଣ୍ଡିଙ୍ଗ ହେବା ପାଇଁ କାଫି ନଥିଲା, ସେଥିପାଇଁ ପରେ ଅଳ୍ପ କିଛି ବେସନକୁ ମୁଁ ଆଡ୍ କରିନେଇଛି। ଆପଣ ଗୋଳେଇ ସାରିଲା ପରେ ଯଦି ପତଳା ଲାଗେ ବା ବାଇଣ୍ଡିଙ୍ଗ ହେବା ପାଇଁ କି ହୁଏନି ତାହେଲେ ସେଥିରେ ଆଉ ଅଳ୍ପ ଅଳ୍ପ କରି ବେସନକୁ ଆଡ୍ କରିପାରିବେ। ଏଇ ସବୁକୁ ଗୋଳେଇଲା ଭିତରେ ମୁଁ ଆଉ 1 ଗିନା ବେସନ ଆଡ୍ କରିଛି। ଯେହେତୁ ବାଇଣ୍ଡିଙ୍ଗ ହେଲାନି ପକୁଡ଼ି ବନେଇବା ପାଇଁ, ତାକୁ ଅଳ୍ପ କିଛି ବେସନ ମୁଁ ଗୋଳେଇକି ତାକୁ ଆଡ୍ କରିନେଇଛି। ତାପରେ ମିକ୍ସି ଜାରରେ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ବୁଟ ଡାଲିକି ଆଡ୍ କରିନେବା। ଆଉ ସେ ସବୁକୁ ଦେଇକି ଭଲସେ ମିଶେଇ ନେବା। ଏଇ ପ୍ରୋସେସରେ ଆପଣମାନେ ପତ୍ରକୋବିର ବରା, ପକୁଡ଼ି ଯାହା ବି ବନଉଛନ୍ତି ଥରେ ବନେଇକି ଦେଖନ୍ତୁ, ସମସ୍ତଙ୍କୁ ପସନ୍ଦ ଆସିବ। ଏସବୁକୁ ଗୋଳେଇ ସାରିଲା ପରେ ଯଦି ଅଳ୍ପ ପତଳା ଲାଗୁଛି ତାହେଲେ ଅଳ୍ପ କିଛି ବେସନକୁ ଦେଇକି ଗୋଳେଇ ପାରିବେ। ଏଇଠି ମୁଁ ସବୁ ଗୁଡ଼ାକୁ ଗୋଳେଇ ନେଇଛି, ହାତରେ ସବୁ ଧରିକିରି ଏମିତି ବଲ୍ ଟାଇପ୍ର ବନଉଛି। ଯଦି ଏମିତି ଧରି ହେଉଛି ବା ଗୋଲ ବନି ପାରୁଛି ତାହେଲେ ଆମର ବ୍ୟାଟରଟା କନସିଷ୍ଟେନ୍ସି ପୁରା ପରଫେକ୍ଟ ଅଛି ବୋଲି ଜାଣିବା। ଏମିତି ନେବା, ଗୋଲ ଗୋଲ କରି ଆମେ କଡ଼େଇରେ ସବୁ ଦେବା। ଯେହେତୁ ଆମେ ଗୋଟିଏ ରେସିପିରେ 3ଟି ସ୍ୱାଦ ପାଇବା, ସେଥିପାଇଁ ଗୋଲ ଗୋଲ କରି ଦେଲେ ଆମର ସେକେଣ୍ଡ ଷ୍ଟେପ୍ଟା ପିଆଜି ଭଳି ବନିବ। ଏଠି ସବୁ ବଲ୍ ବଲ୍ କରିକିରି ଏମିତି ଗୋଲ ଗୋଲ କରିକି କଡ଼େଇରେ ଯେତିକି ଜାଗା ହେବ ସେଇ ହିସାବରେ ଆମେ ସବୁ ବଲ୍ ଗୁଡ଼ାକୁ ଆଡ୍ କରିନେବା। ଏଇଠି ମୁଁ ସବୁ ବଲ୍ ଗୁଡ଼ାକୁ କଡ଼େଇରେ ଦେଇ ସାରିଛି। ଆଉ ଗୋଟେ ପଟ ଟିକେ ହାଲକା ଭାଜି ହେଇଯାଇଛି, ମାନେ କ୍ରିସ୍ପି ହେଇଛି। ଅଧିକ କରି ଆମେ ପୋଡ଼ିବାନି, ଯେହେତୁ ଆମେ ସେକେଣ୍ଡ ଷ୍ଟେପ୍ରେ ପୁଣି ଆଉଥରେ ତାକୁ ଛାଣିବା। ଏଇଠି ଆମର ଯେହେତୁ ବଲ୍ ଗୁଡ଼ାକ ବହୁତ ବଡ଼ ବଡ଼ ଅଛି, ଏକା ସାଥିରେ ହାଇ ଫ୍ଲେମ୍ରେ ଆମେ ଭାଜିବାନି ବା ଛାଣିବାନି। ଆଉଥରେ ଯେତେବେଳେ ଆମେ ତାକୁ କାଢ଼ିକିରି ଆଉଥରେ ଛାଣିବା ଆମର ପୁରା ପରଫେକ୍ଟ ବନିବ। ଏଇଠି ଆମେ ଏକା ସାଥିରେ ସବୁ ପକୋଡ଼ାକୁ ପୁରା କ୍ରିସ୍ପି କରି ଛାଣିବାନି, ଟିକେ କଞ୍ଚା କରି ଛାଣିବା ଆଉ ତାକୁ ଛାଣି ନେବା। ଏଇଠି ମୁଁ ସବୁ ପକୋଡ଼ାକୁ ଟିକେ କଞ୍ଚା କରିକି ଛାଣି ଆଣିଛି, ଆଉ ଗୋଟେ ପାତ୍ରକୁ କାଢ଼ି ନେଲି। ଏଇଠି ମୁଁ ଗୋଟେ ପାତ୍ର ଦିହରେ ପତ୍ରକୋବିର ବରାକୁ ଛାଣି ନେଇଛି। ଆଉ ଗୋଟେ ଗିନା ମୁଁ ନେଇଛି, ସେଥିରେ ହାଲକା ହାଲକା ଟିକେ ପ୍ରେସ୍ କରିନେବା। ଏକା ସାଥିରେ ଭଲ କି ପ୍ରେସ୍ କରିବାନି, ଯେମିତି ଟିକେ ଚେପ୍ଟା ହେବ ସେଇଭଳିଆ ଆମେ ସବୁ ବରା ଗୁଡ଼ାକୁ ଚେପ୍ଟା କରିନେବା।
ଏମିତି କଲେ ଆମର ପିଆଜି ପକୁଡ଼ି ଆଉ ବରାର ଟେଷ୍ଟ ଆସିବ ଆଉ ଭିତରେ ଯେଉଁ କ୍ରଞ୍ଚି ଅଛି ସେଇଟା ବି ପରଫେକ୍ଟ କୁକ୍ ହେବ ବା ଭଲସେ ସିଝିଯିବ ଆଉ ଆମର ପକୁଡ଼ାଟା ବା ବରାଟା ପୁରା କ୍ରିସ୍ପି ବନିବ। ଏଠି ମୁଁ ସବୁ ଚେପ୍ଟା କରି ଆଣିଛି ଆଉ ତେଲକୁ ପୁଣି ଥରେ ଗରମ କରିନେଲି ଆଉ ଚେପ୍ଟା କରି ରଖିଥିବା ସବୁ ବରା ଗୁଡ଼ାକୁ ଗରମ ତେଲରେ ଆଡ଼୍ କରିନେବା। ଏଇଠି ଆମେ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମରେ ରଖିବା ଆଉ ସବୁ ବରା ଗୁଡ଼ାକୁ କ୍ରିସ୍ପି ହେବା ପର୍ଯ୍ୟନ୍ତ ଛାଣି ନେବା। ଦେଖିକି ଲାଗୁଛି ନା ପିଆଜି ପକୁଡ଼ି ବରାକୁ ଟକ୍କର ଦେଲା ଭଳି ସୁପର କ୍ରିସ୍ପି ଆଉ ଟେଷ୍ଟି ପତ୍ରକୋବିର ପକୋଡ଼ା ବା ବରା। ଏଇ ଶୀତ ଦିନ ସରିବା ପୂର୍ବରୁ ଥରେ ଏଇ ଉପାୟରେ ପତ୍ରକୋବିର ପକୋଡ଼ା ବା ବରା ବନେଇକି ଖାଆନ୍ତୁ ଆଉ ଘର ଲୋକମାନଙ୍କୁ ଖାଇବାକୁ ଦିଅନ୍ତୁ। ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣାଇବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର, ବାଏ, ଜୟ ଜଗନ୍ନାଥ।